ନମସ୍କାର ପିଲାମାନେ, ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଆମ ପରିବେଶ ବହିର ଯାହାର ନାଁ ରଖାଯାଇଛି କଣ ନା ଆମ ବିଚିତ୍ର ବିଶ୍ୱ, ତାର ପ୍ରଥମ ପାଠ ଯାହା ଅଛି ଆମର ଏକତ୍ର ବାସ କରିବା। ଆଜି ଆମେ ସେ ବିଷୟ ପଢିବା। କଣ ପଢିବା ଆଜି? ନା ମୋ ଗ୍ରାମ ଚାରି ପାଖର ଏକ ଭ୍ରମଣ। ଠିକ ଅଛି, ଆମେ ଆଜି ଗାଁ ବୁଲିବାକୁ ଯିବା। ଦେଖିବା ସମସ୍ତେ। ଏହି ଅଧ୍ୟାୟ ଶେଷରେ ଆମର କଣ କଣ ଶିକ୍ଷଣ ଉଦ୍ଦେଶ୍ୟ ରହିଛି ଦେଖ। ତୁମେ ମାନେ ଗ୍ରାମ ପରିବେଶ ସମ୍ବନ୍ଧରେ କହିପାରିବ। ଠିକ ଅଛି, ଗାଁ ପରିବେଶ କଣ ଅଛି ସେଟା କହିବ। ଗ୍ରାମର ଲୋକମାନଙ୍କର ଜୀବନ ଧାରା, ଲୋକମାନେ କିପରି ବଞ୍ଚୁଛନ୍ତି ତାହା ମଧ୍ୟ ତୁମେ କହିବ। ଠିକ ଅଛି ପିଲେ, ଏବେ ଆମେ ଦେଖିବା ମୋ ଗ୍ରାମ ଚାରି ପାଖରେ ଏକ ଭ୍ରମଣ। ଆସ ଆମେ ଦେଖିବା କଣ ଅଛି ଏ ବିଷୟରେ। ପ୍ରଥମେ ଆସ ଗୋଟେ ପିଲାର ଗାଁ ବୁଲିବାକୁ ଯିବା। ସେ ପିଲାଟିର ନାଁ ହଉଛି ଚନ୍ଦନ। ସେ ଗୋଟେ ଆଦର୍ଶ ଗ୍ରାମରେ ବାସ କରେ। ଆଦର୍ଶ ଗ୍ରାମ କହିଲେ କଣ ନା ଯେଉଁ ଗ୍ରାମରେ ଲୋକମାନେ ପରସ୍ପରକୁ ସହଯୋଗ କରୁଥିବେ, ଚାରିଆଡେ ସଫାସୁତୁରା ଥିବ, ତାଙ୍କ ଭିତରେ ଗୋଟେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ଥିବ, ତାକୁ ଆମେ କହିବା ଆଦର୍ଶ ଗ୍ରାମ। ତେଣୁ ସେହିପରି ଏକ ଗ୍ରାମରେ ଚନ୍ଦନ ନାମରେ ଗୋଟେ ପିଲା ବାସ କରୁଛି। ଠିକ ଅଛି, ଏବେ ଆମେ ଆଗକୁ ଦେଖିବା। ମୋ ଘର ନିକଟରେ ଏକ ବଡ ଖେଳ ପଡିଆ ଅଛି। ଚନ୍ଦନ ପୁଣି କହୁଛି କଣ ତା ଘର ପାଖରେ ଗୋଟେ ଖେଳ ପଡିଆ ଅଛି, ଯେଉଁଠି ସେମାନେ ବିଦ୍ୟାଳୟ ଛୁଟି ପରେ ସାଙ୍ଗମାନଙ୍କ ସହିତ କବାଡି ଓ ଅନ୍ୟାନ୍ୟ ସମସ୍ତ ଖେଳ ଖେଳିଥାନ୍ତି। ତମମାନେ ଚିତ୍ରରେ ଦେଖିପାରୁଥିବ, ପିଲାମାନେ ସବୁ ବିଭିନ୍ନ ପ୍ରକାର ଖେଳ ଖେଳୁଛନ୍ତି। ତେଣୁକରି ସାଙ୍ଗମାନେ ସବୁ ଏକାଠି ହୋଇ ସେମାନେ ସେଇ ଖେଳ ପଡିଆରେ କଣ କରନ୍ତି ନା ବିଭିନ୍ନ ପ୍ରକାରର ଖେଳ ଖେଳିଥାନ୍ତି। ତେଣୁକରି ସେହି ଖେଳ ପଡିଆର ଗୋଟିଏ କଣରେ ଏକ ବଡ ବରଗଛ ଅଛି। ହେଲା, ସେ ବରଗଛ ତଳେ ଆମର ବୟସ୍କ ଲୋକମାନେ ପରସ୍ପର ମଧ୍ୟରେ ଆଲୋଚନା ପାଇଁ ଏକତ୍ରିତ ହୁଅନ୍ତି। ଯେଉଁ ବୟସ୍କ ଲୋକମାନେ ଥାଆନ୍ତି ସେମାନେ କଣ କରନ୍ତି ନା ସେଇ ବରଗଛ ମୂଳରେ ବସନ୍ତି, ଆଉ ବିଭିନ୍ନ ପ୍ରକାର କଥା ହୁଅନ୍ତି। ଯେମିତିକି ଗ୍ରାମର ବିଭିନ୍ନ ସମସ୍ୟା, ଆଉ କଣ କଣ କରାଯାଇ ପାରିବ, କିପରି ସମସ୍ୟା ଗୁଡିକର ସମାଧାନ ହବ, ଏମିତି ଅନେକ ପ୍ରକାରର କଥା ସେମାନେ ସମସ୍ତେ ସେଇ ବରଗଛ ମୂଳରେ ବସି ଆଲୋଚନା କରିଥାନ୍ତି, ଆଉ ତାର ସମସ୍ୟାର ସମାଧାନ ନିରୂପଣ କରିଥାନ୍ତି। ଏବେ ଆସ ଆମେ ଚନ୍ଦନର ଗାଁକୁ ବୁଲିବାକୁ ଯିବା। ଠିକ ଅଛି, ଆଉ କଣ କଣ ତା ଗାଁ ରେ ସବୁ ଅଛି ଦେଖିବା। ଦେଖିଲ ପିଲାମାନେ, ଏଇଟା ଗୋଟେ ଚନ୍ଦନର ଗାଁ ର ଚିତ୍ର। ଦେଖିଲ ଏଠି ସବୁ କଣ ସବୁ ଅଛି, କିଏ କହିପାରିବ? ହଁ ଦେଖିବା, କଣ ସବୁ ଦେଖୁଛ କହିଲ ଚିତ୍ରରେ ସବୁ? ପିଲାମାନେ ଗଛ ମୂଳରେ ଖେଳୁଛନ୍ତି ନାଇଁ, ଭେରି ଗୁଡ। ଲୋକଟିଏ ସାଇକେଲ ରେ ବସ୍ତା ବୋହିକି ନଉଛି। ବସ୍ତାରେ କଣ ନଉଥିବ ଭାବିଲ? ଚାଉଳ। ହଁ, ଚାଉଳ ବସ୍ତାରେ ସେ ବୋହିକି ନେଇ ଯାଉଛି ନାଇଁ। ଜଣେ ଲୋକ ମୋବାଇଲ ରେ ଠିଆ ହେଇ କଥା ହଉଛି। ନାଇଁ, ସେ କଣ ପିନ୍ଧିଛି ଦେଖିଲ ଟିକେ? ଧୋତି ଆଉ ପଞ୍ଜାବୀ ପିନ୍ଧିଛି, ମୁଣ୍ଡରେ ଗୋଟେ ପଗଡି ବାନ୍ଧିଛି ନାଇଁ। ପୁରା ଗାଁ ଲୋକ ଯେମିତି ଆମର ଗାଁର ଲୋକମାନେ ଯେମିତି ପୋଷାକ ପରିଧାନ କରନ୍ତି, ସେଇପରି ଭାବରେ ଗୋଟେ ପୋଷାକ ସେ ପରିଧାନ କରି ଧୋତି ଆଉ ପଞ୍ଜାବୀ ପିନ୍ଧିଛି ନାଇଁ। ଆଉ କଣ ହଉଛି ନା ଗାଈଟିଏ ଚରୁଛି। ଗାଈ ଉପରେ କଣ ବସିଛି ଦେଖିଲ? କାଉ ବସିଛି ନାଇଁ। ହଁ, ଭେରି ଗୁଡ। ଗୋଟେ କାର ମଧ୍ୟ ଆସୁଛି। ଆଉ କଣ ହଉଛି ନା ବୁଢୀ ମାଉସୀ ଟେ ଗୋଟେ ଡାଲା ଧରିକି ଯାଉଛି। ଡାଲାରେ ତାର ଜିନିଷ ପୁରେଇ ନେଇ ତାର ଗାଁ ଆଡକୁ ଚାଲିଛି। ଆଉ କଣ ଅଛି ନା ଗୋଟିଏ କୂଅ ଅଛି। କୂଅ ମୂଳରେ ସବୁ ମାଠିଆ, ବାଲ୍ଟି ଥୁଆ ହେଇଛି ନାଇଁ। ସେଥିରେ ପାଣି କାଢିକି ସେମାନେ ପିଇବା ପାଇଁ ନେବେ। କୋଠା ଘର ମଧ୍ୟ ଅଛି। ଆଉ ଘର ପାଖରେ କଣ ଅଛି ଦେଖିଲ? ଗୋଟେ ପାଣି ଟାଙ୍କି ଅଛି ନାଇଁ, ଯାହା ଗାଁ କୁ ମାନେ ଆମର ପାନୀୟ ଜଳ ଯୋଗାଇ ଦବା ପାଇଁ ବ୍ୟବସ୍ଥା କରିବା ପାଇଁ ଗୋଟେ ପାଣି ଟାଙ୍କିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଉ କଣ ହେଇଛି?
ହଁ, ମାଙ୍କଡଟିଏ ଗଛ ଉପରେ ବସିଛି ନାଇଁ। ଗଛ ଉପରେ ବସି ତାର ଆକାଶକୁ ଅନେଇଛି। ଏବେ ଦେଖିବା ଆଉ ଗୋଟେ ଚିତ୍ର ଦେଖିବା ତା ଗାଁର। ଦେଖିଲ ଏଠି କଣ ସବୁ ଅଛି? ଲୋକମାନେ କ୍ଷେତରେ କାମ କରୁଛନ୍ତି ନାଇଁ। କ୍ଷେତରେ ସବୁ ଲୋକମାନେ ବସିଛନ୍ତି, କାମ କରୁଛନ୍ତି। ବିଲରେ ଚାଷ କାମ କରୁଛନ୍ତି। ପିଲାଟିଏ ଗଛରେ ପାଣି ଦଉଛି। ଚାଳ ଛପର ଘର ମଧ୍ୟ ଅଛି। ଆଉ କଣ ନା ଲୋକଟିଏ ଗଛରୁ ଫଳ ତୋଳୁଛି। ଗଛ ମୂଳରେ ଠିଆ ହେଇ ସେ କଣ କରୁଛି ନା ଫଳ ତୋଳୁଛି ଖାଇବା ପାଇଁ। ଆଉ ଗୋଟେ ଚିତ୍ର ଆସ ଦେଖିବା ତାଙ୍କ ଗାଁର। ଦେଖିଲ ପିଲେ ଏଇ ଚିତ୍ରରେ କଣ ସବୁ ହଉଛି? ଲୋକମାନେ ଗଛ ମୂଳରେ ବସି କଥା ହଉଛନ୍ତି। କୋଉ କଥା ହଉଥିବେ ଭାବିଲ ଟିକେ? ଏ ଟିକେ ପୂର୍ବରୁ କହୁଥିଲି ଗାଁର ଲୋକମାନେ ଗଛ ମୂଳରେ ବସି କେଉଁ କଥା ହୁଅନ୍ତି? ହଁ, ଗାଁର ଯୋଉ ବିଭିନ୍ନ ସବୁ ସମସ୍ୟା ଥାଏ ସେ ସମସ୍ୟାର କିପରି ସମାଧାନ କରିବେ, ଆଉ କଣ କଲେ ତାଙ୍କ ଗାଁର ଉନ୍ନତି ହେଇପାରିବ, ଲୋକମାନେ କିପରି ସୁଖ ସ୍ୱଚ୍ଛନ୍ଦରେ ରହିପାରିବେ, କିମ୍ବା ଯଦି କୌଣସି ପାରିବାରିକ କଳହ ହଉ କିମ୍ବା କାହାର କିଛି ସମସ୍ୟା ଉପୁଜିଛି ସେମାନେ ସେଇଠାରେ ବସି ସେ ସମସ୍ୟା ଗୁଡିକର ସମାଧାନ କରିଥାନ୍ତି। ଆଉ କଣ ହଉଛି ଦେଖ ରାସ୍ତାରେ କିଛି ଲୋକ ଯାଉଛନ୍ତି ନାଇଁ। ଗୋଟେ ବାଡି ଧରି ଗୋଟେ ଲୋକଟେ ଯାଉଛି। ଗୋଟେ ପିଲାଟିଏ ଠେଲା ଗାଡିରେ ଜିନିଷ ବୋହିକି ନଉଛି। ଗାଁ ମାନଙ୍କରେ ସବୁ ଠେଲା ଗାଡି ଜିନିଷ ନେଇଯାଆନ୍ତି। ଆଉ କଣ ନା ସୁନ୍ଦର ସୁନ୍ଦର ଘର ସବୁ ହେଇଛି ଦେଖିଲ ଗାଁରେ ସବୁ। ଚାଳ ଛପର ଘର ହେଇଛି, କୋଉଠି କୋଠା ଘର ହେଇଛି, ବିଭିନ୍ନ ପ୍ରକାରର ଘର ମଧ୍ୟ ଅଛି ଗାଁ ମାନଙ୍କରେ। ତେବେ ତୁମେ ମାନେ ସମସ୍ତେ ଏବେ ଆମେ ଚନ୍ଦନର ଗାଁ ବୁଲି ଦେଖିଦେଲେ। ତ ଏବେ ଆସ ଆମେ କିଛି କଥା ହେବା। କହିଲ କାହା ଘର ନିକଟରେ ଏକ ଖେଳ ପଡିଆ ଅଛି? ଚନ୍ଦନ ଘର ନିକଟରେ ନାଇଁ। ଭେରି ଗୁଡ। ବରଗଛ ନିକଟରେ ଲୋକମାନେ କାହିଁକି ଏକତ୍ରିତ ହୁଅନ୍ତି? ପରସ୍ପର ମଧ୍ୟରେ ଗ୍ରାମର ବିଭିନ୍ନ କଥା ଆଲୋଚନା କରିବା ନିମନ୍ତେ। ବିଦ୍ୟାଳୟ ଛୁଟି ପରେ ପିଲାମାନେ କେଉଁ ଖେଳ ଖେଳନ୍ତି? କବାଡି ନାଇଁ। ତ ଏବେ ଆସ ଆମେ ଆଉ କିଛି ପ୍ରଶ୍ନର ଉତ୍ତର କରିବା। ଗୋଟିଏ ପଦରେ ଉତ୍ତର ଦବ। ଠିକ ଅଛି? ହଁ। ଯେଉଁଠାରେ ଚିଠି ଆଦାନ ପ୍ରଦାନ କରାଯାଏ ସେଇ ସ୍ଥାନକୁ କଣ କହନ୍ତି? ଡାକ ଘର। ଗାଁ ର କେଉଁ ସ୍ଥାନରେ ପିଲାମାନେ ଖେଳକୁଦ କରନ୍ତି? ଖେଳ ପଡିଆ ନାଇଁ। ଭେରି ଗୁଡ। ରୋଗୀ ମାନଙ୍କ ଚିକିତ୍ସା ପାଇଁ ଗାଁ ରେ କେଉଁ ସୁବିଧା ଥାଏ? ସ୍ୱାସ୍ଥ୍ୟ କେନ୍ଦ୍ର ବା ଡାକ୍ତରଖାନା, ଯେଉଁଠାରେ ରୋଗୀ ମାନେ ଚିକିତ୍ସା କରିଥାନ୍ତି। ବସ ରେ ଯାତ୍ରା କରିବା ପାଇଁ ଯାତ୍ରୀ ମାନେ କେଉଁଠାରେ ଅପେକ୍ଷା କରନ୍ତି? ବସ୍ ଷ୍ଟାଣ୍ଡ। ଭେରି ଗୁଡ। ତମ ମାନେ ସବୁ ଜାଣିଛ ଆଉ। ଏବେ ଆସ ଆମେ ଶୂନ୍ୟ ସ୍ଥାନ ପୂରଣ କରିବା। ଗଛ ଲଗାଇବା ଦ୍ଵାରା ପରିବେଶ ଡ୍ୟାସ୍ ହୋଇଥାଏ? ସବୁଜ ଓ ସୁନ୍ଦର ହୋଇଥାଏ। କାରଣ ଗଛର ଯେହେତୁ ପତ୍ର ରଙ୍ଗ ସବୁଜ ଥାଏ ସେ ଆମ ପରିବେଶକୁ ମଧ୍ୟ କଣ କରେ ନା ସବୁଜ ଆଉ ସୁନ୍ଦର କରିଦେଇଥାଏ। ଡ୍ୟାସ୍ କର୍ମଚାରୀ ସଫେଇ କାର୍ଯ୍ୟ କରନ୍ତି? ସଫେଇ କର୍ମଚାରୀ ନାଇଁ। ଯୋଉମାନେ ସୁଇପର ଥାନ୍ତି ସେମାନେ ସଫେଇ କାର୍ଯ୍ୟ କରିଥାନ୍ତି। ଆମେ ଗ୍ରାମର ଆମେ ଆମର ଗ୍ରାମକୁ ଡ୍ୟାସ୍ ରଖିବା ଉଚିତ? ନିର୍ମଳ ଓ ପରିଷ୍କାର ରଖିବା ଉଚିତ। କାରଣ ପରିଷ୍କାର ରଖିଲେ ଆମ ପରିବେଶ ସଫା ରହିବ ଆଉ ଆମକୁ ବିଭିନ୍ନ ପ୍ରକାର ରୋଗ ହେବ ନାହିଁ। ଆମେ ସୁସ୍ଥ ସବଳ ରହିବା। ଡ୍ୟାସ୍ ପିଲାମାନଙ୍କୁ ପାଠ ପଢାନ୍ତି? ଶିକ୍ଷକ ନାଇଁ। ହଁ, ଶିକ୍ଷକ ଆମକୁ ପାଠ ପଢାଇଥାନ୍ତି। ଏବେ ଆସ ଆମେ କେତୋଟି ସ୍ତମ୍ଭ ମିଳନ କରିବା। ଆଚ୍ଛା କହିଲ ଡାକ ବାଲା କଣ କରେ? ଚିଠି ବାଣ୍ଟେ ନାଇଁ। ଶିକ୍ଷକ କଣ କରନ୍ତି? ପାଠ ପଢାନ୍ତି। ଡାକ୍ତର କଣ କରନ୍ତି? ରୋଗୀ ସେବା କରନ୍ତି। ମାଳି କଣ କରନ୍ତି? ଗଛ ଲଗାଇବା କାମ କରନ୍ତି ନାଇଁ ବଗିଚାରେ। ଭେରି ଗୁଡ। ଏବେ ଆସ ଆଉ କେତୋଟି ପ୍ରଶ୍ନ ଆମେ ଦେଖିବା। ଗୋଟିଏ ବାକ୍ୟରେ ଉତ୍ତର ଦବ ସମସ୍ତେ। ଠିକ ଅଛି? ହଁ। ଗ୍ରାମର ବଜାର ବା ହାଟରେ କଣ ସବୁ ମିଳିଥାଏ? କିଏ କହିପାରିବ ଦେଖିବା?
କୁହ। ଗ୍ରାମର ବଜାରରେ ପନିପରିବା, ଫଳ, ମସଲା ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳିଥାଏ, ଯାହା ଆମର ଗ୍ରାମରେ ଲୋକମାନଙ୍କର ଜୀବନ ଧାରଣ ପାଇଁ ଆବଶ୍ୟକ ହୋଇଥାଏ। ସେମାନେ ସବୁ ଜିନିଷ ଗ୍ରାମର ବଜାର ବା ହାଟରୁ ଆଣିଥାନ୍ତି। ବିଦ୍ୟାଳୟରେ ବସ୍ ଡ୍ରାଇଭରଙ୍କ କାର୍ଯ୍ୟ କଣ? କିଏ କହିପାରେ ଦେଖିବା? ବସ୍ ଡ୍ରାଇଭର ପିଲାମାନଙ୍କୁ ସୁରକ୍ଷିତ ଭାବେ ବିଦ୍ୟାଳୟକୁ ଆଣନ୍ତି ଓ ଘରକୁ ଛାଡ଼ିଥାନ୍ତି। ଆମେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ କେଉଁଠାରେ ପକାଇବା ଉଚିତ? କିଏ କହିପାରେ ଦେଖିବା? ଆମେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ସବୁବେଳେ ଆବର୍ଜନା କୁଣ୍ଡ ବା ଡଷ୍ଟବିନ ରେ ପକାଇବା ଉଚିତ। ଅଛି ସମସ୍ତଙ୍କ ଘରେ ଆଉ ସ୍କୁଲରେ ଅଛି? ହଁ ପିଲାମାନେ, ଆମେ ସମସ୍ତେ ଘରେ ଆଉ ସ୍କୁଲରେ ଡଷ୍ଟବିନ ବ୍ୟବହାର କରିବା। ଯାହା ଆମର ଆବର୍ଜନା ବାହାରୁଛି ଆମେ ସେଇ ଡଷ୍ଟବିନ ରେ ହିଁ ପକାଇବା। ଠିକ ଅଛି ପିଲାମାନେ, ତ ଏହା ହିଁ ଥିଲା ଆଜିର ଆମର ଆଲୋଚନାର ବିଷୟବସ୍ତୁ। ଆଶା କରୁଛି ତୁମେମାନେ କିଛି ନୂଆ ଶିଖିବାକୁ ପାଇଥିବ। ତ ପୁଣି ଦେଖାହବ ଆମର ଆଗାମୀ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି। ଧନ୍ୟବାଦ ସମସ୍ତଙ୍କୁ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।